ଭୟରେ ଅଛି କି ବିଜେଡି? ଶୁଣନ୍ତୁ ବିଜେଡି କଲ୍ ସେଣ୍ଟରରୁ ଲୋକଙ୍କୁ ଫୋନ୍ କରି କ'ଣ କହୁଛନ୍ତି। କାହିଁକି ଆପଣ ଫୋନ୍ କରୁଛନ୍ତି, ଅନୁରୋଧ କରୁଛନ୍ତି? ଆଉ କେବେ ଫୋନ୍ କରନ୍ତିନି, ଏବେ କ'ଣ ପାଇଁ ଇଲେକ୍ସନ୍ ସମୟରେ ଫୋନ୍ କରୁଛନ୍ତି ଆପଣ? ଅଲଗା ସମୟରେ ପଚାରିକି ବୁଝିଛନ୍ତି ଆପଣଙ୍କ ସୁବିଧା ଅସୁବିଧା କ'ଣ? ଆଜ୍ଞା, ଅଲଗା ସମୟରେ ପଚାରିକି ବୁଝିଛନ୍ତି ଆପଣଙ୍କ ସୁବିଧା ଅସୁବିଧା କ'ଣ? ଆପଣଙ୍କୁ ଯିଏ ବସେଇଛନ୍ତି। ଆଜ୍ଞା ଆମେ ଆପଣଙ୍କୁ ଫୋନ୍ କରୁଛୁ ଏଥିପାଇଁ ଆପଣଙ୍କର କିଛି ଅସୁବିଧା ହୋଇଅଛି କି କ'ଣ ଅଛି, ଆମେ ସେଇଆକୁ ଆପଣଙ୍କର ଅସୁବିଧା ଟିକେ ଲେଖିବା ପାଇଁ ଆମେ ଆପଣଙ୍କୁ ଫୋନ୍ କରୁଛୁ। ଆପଣଙ୍କୁ ବସେଇଛନ୍ତି ସେଠିକି ଅଥରାଇଜ କିଏ ବସେଇଛନ୍ତି ଆପଣଙ୍କୁ ସେଠି? ଆଜ୍ଞା, ଆପଣଙ୍କୁ ବସେଇଛନ୍ତି କିଏ ସେଠି ଯେ ଫୋନ୍ କରିକି କହିବା ପାଇଁ ଶଙ୍କର ଚିହ୍ନରେ ଭୋଟ ଦେବା ପାଇଁ? କିଏ ଆମକୁ ପର୍ସନାଲ ଇନଫର୍ମେସନ ଦେବା ପାଇଁ ମନା କରାଯାଇଛି। ଆମେ ଆପଣଙ୍କୁ କ୍ଷମା ଚାହୁଁଛୁ ସାର୍, ଯଦି ଆମ ଦ୍ୱାରା କିଛି ଭୁଲ ହେଇଯାଇଛି ଆମେ କ୍ଷମା ଚାହୁଁଛୁ। ଆପଣ ଯଦି ଇନଫର୍ମେସନ ଦେବେନି ତ ଆପଣ କେମିତି ଫୋନ୍ କରିକି ଇନଫର୍ମେସନ ଆମର କେମିତି ଜାଣୁଛନ୍ତି ଆପଣ ଆମ ଇନଫର୍ମେସନ? ସାର୍ ଏଠି ତାଙ୍କ ନାଁରେ ଆପଣ ପ୍ରଥମେ ଆପଣ ଯେତେବେଳେ ମତେ ଫୋନ୍ କରୁଛନ୍ତି ଆପଣ କହିବେ ନା ଆପଣ କୋଉଠୁ କହୁଛନ୍ତି, କିଏ ଆପଣଙ୍କୁ ବସେଇଛି, କିଏ କହିବା ପାଇଁ କହିଛି, ତ ଆପଣ ସେଇଟା କହିବେ ନା। ସାର୍ ଆମେ କୋରେଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କଲ୍ ସେଣ୍ଟରରୁ କଥା ହଉଛୁ ସାର୍। ତ ଆପଣଙ୍କୁ କିଏ କହିଛି ଏମିତି ଫୋନ୍ କରି କହିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ? ଆପଣଙ୍କୁ କିଏ କହିଛି? ସାର୍ ଆମକୁ କହନି ଯେ ଭୋଟ ଦେବା ପାଇଁ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ସାର୍। ତ ସେଇ ଅନୁରୋଧ କରିବାକୁ କିଏ କହିଛି ଆପଣଙ୍କୁ? ଠିକ ଅଛି ସାର୍, ଆମ ଦ୍ୱାରା ଯଦି ଆପଣଙ୍କୁ କିଛି ଭୁଲ ହେଇଯାଇଛି ଆମେ କ୍ଷମା ଚାହୁଁଛୁ ସାର୍। ଭୁଲ କିଛି ନାହିଁ, ଶୁଣନ୍ତୁ ମୁଁ କହୁଛି ଆପଣଙ୍କୁ ଏଇ ଯୋଉ ଅନୁରୋଧ କରିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛି କିଏ? କହିଥିବେ ନା କିଏ ଆପଣଙ୍କୁ ଯୋଉ ବସେଇଛନ୍ତି କଲ୍ ସେଣ୍ଟରରେ, ତ କିଏ କହିଥିବେ ନା। ସାର୍ ଆମେ ଭୁବନେଶ୍ୱରରୁ କଥା ହଉଥିଲୁ। ଏବେ କହୁଥିଲେ କୋରେଇ, ପୁଣି ଏବେ କହିଲେଣି ଭୁବନେଶ୍ୱର। ଆଜ୍ଞା ଆମେ କୋରେଇ ନିର୍ବାଚନ ମଣ୍ଡଳୀରୁ ମାନେ କହୁଛୁ, କିନ୍ତୁ ଆମେ ଭୁବନେଶ୍ୱରରେ ରହି କଥା ହଉଛୁ। ଆମେ ନିର୍ବାଚନ ମଣ୍ଡଳୀରୁ ଆପଣଙ୍କୁ ଫୋନ୍ କରୁଛୁ, ତାଙ୍କ କୋରେଇରେ ଥିବା ଲୋକଙ୍କର କିଛି ସହାୟତା ମାନେ କିଛି ଅସୁବିଧା ହୋଇଅଛି କି କ'ଣ। ତ ଆପଣଙ୍କୁ ଏଇ ଯୋଉ ବସେଇଛନ୍ତି କିଏ, ମାନେ କୋଉମାନେ କହିଛନ୍ତି କି ଆପଣଙ୍କୁ ଫୋନ୍ କରିକି ଏମିତି କହିବା ପାଇଁ ସମସ୍ତଙ୍କୁ?